ବିଜେଡି ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ କ୍ୟାମ୍ପରେ ବେଶ ଉତ୍ସାହ। ବିଜେଡିର କମନ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଏହାସହ ନବୀନଙ୍କ ସମଦୂରତା ନୀତିକୁ ନେଇ ଉଠିଛି ପ୍ରଶ୍ନ। ପ୍ରସଙ୍ଗରେ ବିଜେଡିର ସଫେଇ ରାଜ୍ୟ ସ୍ୱାର୍ଥ ପାଇଁ କଂଗ୍ରେସ ସମର୍ଥନ ଦେବାକୁ ବାଧ୍ୟ ହୋଇଛି। ତେବେ କଂଗ୍ରେସ ଖୋଲାଖୋଲି କହିଛି ବିଜେଡି ଓ କଂଗ୍ରେସ ଏବେ ବିରୋଧୀ ଦଳରେ ଅଛନ୍ତି। ଏକାଠି ହେବାରେ କୌଣସି ଅସୁବିଧା ନାହିଁ। ତେବେ ଅପରାହ୍ନ 3ଟାରେ ପିସିସି ସଭାପତି ଓ ଏଆଇସିସି ଇନଚାର୍ଜଙ୍କ ସହ ବିଧାୟକଙ୍କ ବୈଠକ ହୋଇଥିଲା। ଯାହା ନିଷ୍ପତ୍ତି ହେବ ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ। ବିଜେଡି ଓ କଂଗ୍ରେସ ମିଶିକି ଲଢ଼ିଲେ ତାର ଫାଇଦା ବିଜେପିକୁ ମିଳିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। ଖୁବ୍ ଶୀଘ୍ର ସଂସଦୀୟ କମିଟି ବୈଠକ ବସିବ। ଆଉ 2-3 ଦିନ ଭିତରେ ବିଜେପିର ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ ହୋଇଯିବ ବୋଲି ମନମୋହନ ସାମଲ କହିଛନ୍ତି। ଓଡ଼ିଶାରେ 4ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ରାଜ୍ୟସଭା ନିର୍ବାଚନ ଗଣତି ଅନୁସାରେ ବିଜେଡି ପାଖରେ ଗୋଟିଏ ଓ ବିଜେପି ପାଖରେ 2ଟି ଆସନ ଜିତିବାର ସ୍ପଷ୍ଟ ସଂଖ୍ୟା ରହିଛି। ତେବେ ଚତୁର୍ଥ ଆସନ ପାଇଁ ନା ବିଜେଡି କଂଗ୍ରେସ ମିଶିଲେ ସଂଖ୍ୟା ହେଉଛି ନା ବିଜେପି ପାଖରେ ସଂଖ୍ୟା ଅଛି। ତେଣୁ କ୍ରସ୍ ଭୋଟିଂ ନେଇ ଦେଖାଦେଇଛି ଆଶଙ୍କା। ଏବେଠୁ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂ ନେଇ ଘାରିଲାଣି ଡର। ଯଦି ଦଳ ନିର୍ଦ୍ଦେଶକୁ ବେଖାତିର କରି ଉଭୟ ଦଳର ବିଧାୟକ କ୍ରସ୍ ଭୋଟିଂ କରନ୍ତି, ନବୀନ ଓ ଭକ୍ତଙ୍କ ପ୍ଲାନ୍ ଫସର ଫାଟିଯିବନି ତ? ତେବେ ଏସବୁ ଭିତରେ ବିଜେପିର ଚାଲ ଉପରେ ରହିଛି ସମସ୍ତଙ୍କ ନଜର। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଲାଇଭ୍।